ଆଜି ଆମେ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କ ମଲାଜହ୍ନ ଉପନ୍ୟାସକୁ ଆଲୋଚନା କରିବା। ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଉପେନ୍ଦ୍ର କିଶୋର ଦାସ ଏକ ପରିଚିତ ନାମ। ସେ କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର ରୂପେ ଉପେନ୍ଦ୍ର କିଶୋର 1901 ମସିହା ଫେବୃଆରୀ 21 ତାରିଖରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ ତାଙ୍କର ପିଉସା ଗୋପାଳ ବଲ୍ଲଭ ଦାସ ଉପେନ୍ଦ୍ର କିଶୋରଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ। ଉପେନ୍ଦ୍ର କିଶୋର ଥିଲେ ଜଣେ ମେଧାବୀ ଛାତ୍ର। ସେ ବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ କଟକ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେଠାରେ ଅଧ୍ୟୟନ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ଭାରତର ସ୍ୱାଧୀନତା ଲାଗି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେହି କାରଣରୁ ତାଙ୍କ ଛାତ୍ର ଜୀବନର ଆନୁଷ୍ଠାନିକ ପରିସମାପ୍ତି ଘଟିଥିଲା। ତେବେ ପରବର୍ତ୍ତୀ କାଳରେ ସେ ଦେଶସେବା ଓ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରିଥିଲେ। ସମ୍ଭାବନା ଓ ପରିକଳ୍ପନାକୁ ସେ ଚମତ୍କାର ଢଙ୍ଗରେ କାନଭାସରେ ରୂପ ଦେଇଥିଲେ। ସେ 1972 ମସିହା ଏପ୍ରିଲ 20 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ଉପେନ୍ଦ୍ର କିଶୋର ଜୀବନକାଳ ଭିତରେ ଖଣ୍ଡିଏ ମାତ୍ର ଉପନ୍ୟାସ ମଲାଜହ୍ନ ଲେଖିଥିଲେ। ସେହି ଆଧାରରେ ସେ ଜଣେ କାଳଜୟୀ ଔପନ୍ୟାସିକ ସମ୍ମାନ ଲାଭ କରିଥିଲେ। ସେ ଏଥିରେ ଏକ ସାମାଜିକ କୁସଂସ୍କାରର ଚିତ୍ର ପ୍ରଦାନ କରି ନିଜ ସଂସ୍କାରବାଦୀ ମନୋବୃତ୍ତିର ପରିଚୟ ପ୍ରଦାନ କରିଛନ୍ତି। ଏହାର ନାୟିକା ସତୀ ମାନସିକ ଦ୍ୱନ୍ଦ୍ୱ ଓ ସାମାଜିକ ଅପବାଦ ମଧ୍ୟରେ ପୀଡ଼ିତା ହୋଇ ଆତ୍ମହତ୍ୟା କରିବାକୁ ଅଗ୍ରସର ହୋଇଛି। ସରଳ ଭାଷା ଏବଂ ଏକ ସ୍ୱତନ୍ତ୍ର ବର୍ଣ୍ଣନା ରୀତିରେ ସେ ଏହି ଉପନ୍ୟାସଟିକୁ ସରସ ଓ ସୁଖପାଠ୍ୟ କରିପାରିଛନ୍ତି। ସମୟ ଥିଲା ଯେତେବେଳେ କନ୍ୟାକୁ ରତ୍ନ ବୋଲି କୁହାଯାଉଥିଲା। ଘରେ ଝିଅ ଜନ୍ମ ହେଲେ ଆନନ୍ଦ ଲହରୀ ଖେଳି ଯାଉଥିଲା। ଏମିତି ଏକ ଶୁଭ ଲଗ୍ନରେ ଅନାଦି ମିଶ୍ରଙ୍କ ପରିବାରରେ ଜନ୍ମ ନେଇଥିଲା ଏକ କନ୍ୟା ସନ୍ତାନ। ବାପା ମା ଶ୍ରଦ୍ଧାରେ ନାଁ ଦେଇଥିଲେ ସତ୍ୟଭାମା। ଗୋଟିଏ ଝିଅ ହୋଇଥିବାରୁ ସେ ଅଧିକ ଗେହ୍ଲା ହୋଇଯାଇଥିବାରୁ ତା ବାପା ମା ତାକୁ ସତୀ ବୋଲି ଡାକୁଥିଲେ। ସମୟକ୍ରମେ ସତ୍ୟଭାମା ସତୀ ନାମରେ ପରିଚିତ ହେଲା। ସତୀର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ବୟସ ଯେତେ ତାର ବଢ଼ି ଚାଲିଥାଏ ତାର ଦୁଷ୍ଟାମି ସେତେ ବଢ଼ିବାରେ ଲାଗିଥାଏ। 11-12 ବର୍ଷ ବୟସ ବେଳେ ସେ ଘରୁ ବାହାରିଯାଏ ପୋଖରୀ ଜୋରରୁ କଇଁ ଫୁଲ ତୋଳିବାକୁ। ବଉଳମାନଙ୍କ ସାଙ୍ଗରେ କେତେ ରକମର ଖେଳ ଖେଳେ, ଯାହାକୁ କେହି ଘରେ ଆଦୌ ପସନ୍ଦ କରନ୍ତି ନାହିଁ। ହିନ୍ଦୁ ପରିବାରରେ ବାଲ୍ୟ ବିବାହ ପ୍ରଥା ଅନୁସାରେ ସେ ଏହି 11-12 ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେବା କଥା। ତା ବାପା ତା ପାଇଁ ବରପାତ୍ର ଯୋଗାଡ଼ରେ ବ୍ୟସ୍ତ ଥିବା କଥା ଏହା ସତୀକୁ ନିଘା ନଥାଏ। ସେ ଏହି ବାହାଘର କଥା ଶୁଣି ତା ମନରେ ପୁଲକ ସୃଷ୍ଟି ହେଲା। ତାକୁ କିପରି ଅପୂର୍ବ ଲାଗିଲା। ଔପନ୍ୟାସିକଙ୍କ ଭାଷାରେ ମୁଁ ଜାଣେ ନାହିଁ ଏଥିରେ ଆଉ କ'ଣ ଅଛି, ତଥାପି ବାହା ହେବା କଥାଟା ସବୁଦିନେ ମୋତେ ଭାରି ଅପୂର୍ବ ଲାଗେ। ସବୁ ଝିଅଙ୍କୁ ଲାଗୁଥିବ ଏମିତି, ଯେମିତି ଗୋଟା ଅମୁହାଁ ଦେଉଳ। ଆଖି ଉଢାଳରେ ସତେକି କେତେ ଅପୂର୍ବ ଦରବ ଠୁଳ ହୋଇଛି ତା ଭିତରେ। ଗାଁର ନାଥ ନନାଙ୍କ ସହିତ ସତୀର ବିବାହ ସମ୍ବନ୍ଧ ପଡ଼ିଥିଲା। ଭାରି ସୁନ୍ଦର ପିଲାଟି, ମାତ୍ର ଆର୍ଥିକ ଦିଗରୁ ଟିକେ ଦୁର୍ବଳ ଥିଲା। ସବୁ ବାପା ମା ଚାହାନ୍ତି ତାଙ୍କ ଝିଅ ବିବାହ କରି
ସୁଖରେ ରହୁ ବୋଲି, ତାଙ୍କୁ ଆଶ୍ରୟ ନ କରୁ ବୋଲି। ତେଣୁ ବାପା ଅନାଦି ମିଶ୍ର ନାଥ ନନାଙ୍କ ସହିତ ବିବାହ ଦେବା ପାଇଁ ପଛେଇ ଯାଇଥିଲେ। ଶାସ୍ତ୍ର ପ୍ରମାଣ କରେ କନ୍ୟା କାମୟେତ୍ ରୂପମ୍ ମାତା ବିତ୍ତମ୍ ପିତା ଶ୍ରୁତମ୍ ବାନ୍ଧିବାହ କୁଳମିଚ୍ଛନ୍ତି ମିଷ୍ଟାନ୍ନ ମିତରେ ଜନଃ। ଏହାର ଅର୍ଥ ହେଉଛି କନ୍ୟା ତା ଭାବୀ ବରର ସୌନ୍ଦର୍ଯ୍ୟ କାମନା କରୁଥିବା ବେଳେ ମା ତାଙ୍କ ଜ୍ୱାଇଁର ଧନ ସମ୍ପତ୍ତି ଏବଂ ବାପା ଖ୍ୟାତିସମ୍ପନ୍ନ ପରିବାରକୁ ନଜରକୁ ଆଣନ୍ତି। ସେଥିପାଇଁ ଅନାଦି ମିଶ୍ର ନାଥ ନନାଙ୍କ ସହିତ ସତୀର ବିବାହ ସମ୍ବନ୍ଧ ବୋଧହୁଏ ଭାଙ୍ଗି ଦେଇଥିଲେ। ନାଥ ନନାଙ୍କ ସହ ବିବାହ ସମ୍ବନ୍ଧ ଭାଙ୍ଗିଯିବା ପରେ ପାଖ ଗାଁ ମୁକୁନ୍ଦପୁରର ଜମିଦାର ନରହରି ମିଶ୍ରଙ୍କ ସହ ସତୀର ସମ୍ବନ୍ଧ ପଡ଼ିଲା। ନରହରି ମିଶ୍ରଙ୍କ ପତ୍ନୀ ମରିଯାଇଛନ୍ତି 1 ବର୍ଷର ପୁଅକୁ ଛାଡ଼ି। ନରହରି ମିଶ୍ରଙ୍କ ସହ ସତୀର ସମ୍ବନ୍ଧ ପଡ଼ିଲା କଥା ଶୁଣିବା ପରେ ସତୀର ବୋଉ ଦୁଃଖରେ ହାଉଲିଆ ହେଲେ। ବୁଢ଼ାଘର ସଙ୍ଗରେ ଝିଅ ବାହା ଦେବାକୁ କେଉଁ ମା ମନ ଭଲା ମାନେ? ଯେତେ ବୁଝାଇଲେ ମଧ୍ୟ ସତୀର ବାପା ବୁଝିଲେ ନାହିଁ। ନାଥ ନନା କେଉଁ ଲୋଭରେ କେଜାଣି ସବୁବେଳେ ତାଙ୍କ ଘରକୁ ଯିବା ଆସିବା କରନ୍ତି। ତାଙ୍କ ଉପରେ ସତୀ ବୋଉର ଭାରି ବିଶ୍ୱାସ। ଦୁହେଁ ବସି ଅନେକ ସମୟ କଥାବାର୍ତ୍ତା ହୁଅନ୍ତି। ପରିଶେଷରେ ନାଥ ନନାଙ୍କୁ ପ୍ରବର୍ତ୍ତାଇଲେ ସତୀ ବାପାଙ୍କୁ କହିବା ପାଇଁ ଏ ବିବାହ ସମ୍ବନ୍ଧ ଭାଙ୍ଗି ଦେବାକୁ। ନାଥ ନନାଙ୍କ କଥା ମଧ୍ୟ ସେ ରଖିଲେ ନାହିଁ। ନାଥ ନନାଙ୍କ କଥା ଶୁଣି ସେ ବିବାହ ପ୍ରସ୍ତାବ ଭାଙ୍ଗି ନ ଦେବାରୁ ନାଥ ନନା ରାଗିକି ସେହିଦିନଠାରୁ ତାଙ୍କ ଘରକୁ ଆଉ ଆସନ୍ତି ନାହିଁ। ନାଥ ନନାଙ୍କ ଶ୍ରଦ୍ଧା ନାମ ଥିଲା ଲୋକନାଥ ତିଆଡ଼ି। ତାଙ୍କ ପରିବାରରେ ଜଣେ ବୁଢ଼ୀମା ଏବଂ ଭଉଣୀ ନିଶି ଗୋଟିଏ ଗାଁରେ ଘର। ତେଣୁ ନିଶି ସହିତ ସତୀ ବଉଳ ବସିଥାଏ ପ୍ରତିଦିନ। ନାଥ ନନା ଏବଂ ସତୀ ପିଲାଦିନେ ଏକାଠି କେତେ ପ୍ରକାର ଖେଳ ଖେଳନ୍ତି, କେତେ ନିରୋଳ ସମୟ ଅତିବାହିତ କରିଛନ୍ତି ତାର ହିସାବ ନାହିଁ। ଆଜି ବୟସ ହୋଇଯିବାରୁ ଯୌବନର ପରଶ ଦେହରେ ଲାଗିବାରୁ ସତୀ ଲଜେଇ ଯାଇଛି ପ୍ରତି କଥାରେ। ତଥାପି ନାଥ ନନାଙ୍କ ପ୍ରତି ତା ଅନ୍ତରରେ ରହିଛି ଅସରନ୍ତି ମମତା, ଅହେତୁକ ଦୁର୍ବଳତା। ନାଥ ନନା ମଧ୍ୟ ସମାନ ପରିମାଣରେ ତା ପ୍ରତି ଆକର୍ଷିତ ହୋଇଛନ୍ତି। ଗୋଟିଏ ଦିନର କଥା, ଘରେ କୌଣସି ଗୋଟିଏ ପୂଜା ଥିଲା ବୋଲି ଘରେ ସତୀର ବାପା ନଥିବାରୁ ସତୀ କଇଁଫୁଲ ତୋଳିବାକୁ ପାଣିରେ ପଶିଥାଏ। ଫୁଲ ଆଣୁ ଆଣୁ ଲୁଗା ତିନ୍ତିଗଲା ତାର ବେକ ପର୍ଯ୍ୟନ୍ତ। କେତେବେଳୁ ବନ୍ଧ ଉପରେ ଠିଆ ହୋଇ ନାଥ ନନା ସତୀକୁ ଦେଖୁଛନ୍ତି, ସତୀର ନଜର ସିଆଡ଼େ ନାହିଁ। ସେ ଜାଣିବାର ସୁଯୋଗ ମଧ୍ୟ ପାଇନାହିଁ। ନାଥ ନନା ଡାକିବାରୁ ତା ମୁଣ୍ଡରେ ଚିତ୍ତ ପଶିଲା। ସେ ଓଦା ଜଳେ ଜଳେ ହୋଇ ପାଣି ଭିତରେ ଠିଆ ହୋଇ ରହିଲା। ଯେତେ ଡାକିଲେ ମଧ୍ୟ ଆସିଲାନି। ନାଥ ନନା ପ୍ରସ୍ତାବ ଦେଲେ ଯେ ତୁ ଆସିବୁ ନା, ଫେର ମୁଁ ଯିବି ତୋ ପାଖକୁ। ଏ ପ୍ରସ୍ତାବ ସତୀକୁ ଅଡ଼ୁଆ ଲାଗିଲା। ସେ ତରତରରେ ସେ ଉପରକୁ ଉଠି ଆସିବା ସମୟରେ ଦେଖିଲା ଓଦା ଲୁଗାଟା ତା ଦେହରେ ଜଡ଼ି ଯାଇଛି ସମ୍ପୂର୍ଣ୍ଣ ଭାବରେ। ନାଥ ନନା କେମିତି ଗୋଟାଏ ଦୃଷ୍ଟିରେ ସିଆଡ଼କୁ ଚାହିଁ ରହିଛନ୍ତି। ଏକବାର ଲାଜରେ ସେ ଝାଉଁଳି ପଡ଼ିଲା। ନାଥ ନନା ସତୀକୁ ଏପରି ଚାହିଁବାରୁ ସତୀ ଲାଜରେ ଝାଉଁଳି ପଡ଼ିଲା। ଆଉ ଦିନେ ବର୍ଷା ହେଉଥାଏ। ମାଟି ଧୁଆରେ ତାର ଆଣ୍ଠିଏ ପାଣି ଜମି ଯାଇଥାଏ। ସତୀ ଏବଂ ବଉଳ ନିଶି ଦୁଇଜଣ ମିଶି କାଗଜ ଡଙ୍ଗା ତିଆରି କରି ଭସାଉଥାନ୍ତି। ସେମାନଙ୍କ ଅଜାଣତରେ ନାଥ ନନା ସେମାନଙ୍କ ପଛରେ ଠିଆ ହୋଇ ଦେଖୁଥାନ୍ତି।
ସତୀ ଗୋଟିଏ ଡଙ୍ଗା ତିଆରି କରି ପିଣ୍ଡା ଉପରେ ରହି ନଈ ପଡ଼ି ଡଙ୍ଗା ଭସାଉଥାଏ। ସେହି ସମୟରେ ନାଥନନା ସେ କ'ଣ ଭାସିବ କହି ତା ପିଠିରେ ଏକ ରକମର ଆଉଜି ପଡ଼ି ଡଙ୍ଗାଟାକୁ ଉଠାଇ ନେଲେ। ଏ ବ୍ୟବହାରରେ ସତୀ ଅତିଷ୍ଠ ହୋଇ ଉଠିଥିଲେ ମଧ୍ୟ ଟିକେ ଲାଜେଇ ଯାଇଥିଲା। ଏପରି ଭଲ ପାଇବା ଥିଲା ଦୁହିଁଙ୍କ ମଧ୍ୟରେ। ସତୀର ବାହା ହେବା କଥା ଶୁଣି ହଜି ଯାଇଥିଲା ଚିନ୍ତା ରାଜ୍ୟରେ। କ'ଣ ଏ ବାହା ହେବା ସ୍ୱାମୀ ସହିତ ସ୍ତ୍ରୀ ବା ସମ୍ପର୍କ କ'ଣ? ଖାଲି ସମସ୍ତଙ୍କ ବ୍ୟସ୍ତ ହେବା ଦେଖି ମନ ତାର ଟିକେ ଦବିଯାଏ। କ୍ରମେ କ୍ରମେ ବାହାଘର ଦିନ ପାଖେଇ ଆସିଲା। ନିର୍ଦ୍ଦିଷ୍ଟ ତିଥିରେ ମଧ୍ୟ ବିବାହ ସମ୍ପନ୍ନ ହେଲା। ବାହାଘରର ଅନୁଭୂତି କ'ଣ ଭଲ ରୂପେ ମନେ ନାହିଁ ସତୀର। ପାହାନ୍ତି ପ୍ରହରର କାଲି ଅନ୍ଧାର ଭିତରେ ବଉଳ ତା ବର ବୋଲି ଯାହାକୁ ଚିହ୍ନେଇ ଦେଲା, ସତୀର ମନ ଟିକେ ସେଇଠାରୁ ଦବିଗଲା। ଚେହେରା ତାଙ୍କର ହୃଷ୍ଟପୁଷ୍ଟ, ବୟସ ଅଧିକ, ରଙ୍ଗ ତାଙ୍କର ତ୍ରିପଣ୍ଡ କଳା। ସେଥିରେ ସେ ପୁଣି ସୁନାମୁଦି ଆଉ ଖଡ଼ୁ ପିନ୍ଧି କେମିତି ଅପୂର୍ବ ଦିଶୁଥାନ୍ତି। ବିବାହ ପରେ ଜହ୍ନିଫୁଲର ପସରା ନେଇ କୁଆଁର ପୁନେଇ ଆସିଛି, ଯାହାକି ଚାଳରେ ଚାଳରେ ହଳଦିଆ ଫୁଲ ଲେନ୍ଥି ଲେନ୍ଥି ଅନ୍ୟମାନଙ୍କୁ ଟାହୁଲି କରୁଥାଏ। ସେ କେବଳ ବଞ୍ଚି ରହିଛି ଏହି ଦିନ ପର୍ଯ୍ୟନ୍ତ ଚାନ୍ଦ ପୂଜାରେ ଲାଗିବା ପାଇଁ। ସତୀର ମନ ଉଚ୍ଚାଟ ହେଉଛି କେବଳ ସତୀ କାହିଁକି, ପ୍ରତ୍ୟେକ ଝିଅଙ୍କ ମନର ଅବସ୍ଥା ମଧ୍ୟ ସେହିପରି ସମାନ। ସତୀର ବାହାଘରକୁ 2 ବର୍ଷ ପୂରିଗଲାଣି। ନାଥନନାଙ୍କର ସେହି ଦିନଠାରୁ ଦେଖା ନାହିଁ। ଆଜି ହଠାତ୍ ନାଥନନାଙ୍କର ଆବିର୍ଭାବରେ ବିସ୍ମୟଚକିତ ହୋଇଯାଇଛି ସତୀ। ନାଥନନାଙ୍କୁ ନେଇ ସତୀ କେତେ କ'ଣ ଭାବି ବସିଛି। କେମିତି କେତେବେଳଠୁ ତାଙ୍କ ମୁହଁକୁ ଚାହିଁ ରହିଛି, ତାହା ଥିଲା ତାର ଧାରଣା ବାହାରେ। ଯେତେବେଳେ ତା ବୋଉ ତାଙ୍କୁ ଠେଲି ଦେଇ ପାନ ଭାଙ୍ଗି ଆଣିବାକୁ କହିଲେ, ସେତେବେଳେ ତାର ଚେତା ପଶିଲା। ସେ ପ୍ରକୃତିସ୍ଥ ହୋଇଗଲା ବି ଓ ସେ ଲାଜେଇ ବି ଗଲା। ସତରେ ତାର କ'ଣ ହୋଇଛି କେଜାଣି ସେ ନିଜେ ମଧ୍ୟ ଜାଣିପାରିଲା ନାହିଁ। ପାନ ଭାଙ୍ଗି ଆଣିଲା ପରେ ସତୀ ପାନ ଥାଳିଆ ତାଙ୍କ ପାଖରେ ଥୋଇ ଦେଇ ଖୁଣ୍ଟ ଉରାଏ ଠିଆ ହେଲା। ନାଥନନାଙ୍କର ଇଚ୍ଛା ସତୀ ତାଙ୍କ ହାତକୁ ପାନ ଦେଇଥାନ୍ତା। ସେ ମୁହଁ ଖୋଲି କହିଲେ ମଧ୍ୟ ସତୀ ଯେପରି କରିନାହିଁ। ସେ ଚିନ୍ତାମଗ୍ନ। ସେଦିନ ଆଉ ଆଜି ଭିତରେ କେତେ ତଫାତ୍। ଦଇବ ସହିଲା ନାହିଁ, ନଚେତ୍ ନାଥନନାଙ୍କୁ କ'ଣ ଏକଥା କହିବାକୁ ପଡ଼ିଥାନ୍ତା। ସେ ତ ଆପଣା ଛାଏଁ ହସି ହସି ତାଙ୍କ ପାଖକୁ ପାନ ବଢ଼ାଇଥାନ୍ତି। ଆଜି ସେ ତାଙ୍କ ଆଗରେ ଓଢ଼ଣା ପକାଇ ଠିଆ ହୋଇଛି କେବଳ। ସତୀର ଏପରି ବ୍ୟବହାର ନାଥନନାଙ୍କୁ ଆଦୌ ପସନ୍ଦ ହୋଇ ନ ଥିବାରୁ ପାନ ଥାଳିଆରୁ ପାନତକ ଦୁଆରକୁ ଫିଙ୍ଗି ଦେଇ ଚାଲିଗଲେ। କୁଆଁର ପୁନେଇ ଆଗ ଦିନ ବଉଳ ସହିତ ସତୀ ଦୁହେଁ ମିଶି ଘରଦୁଆର ଲିପା ପୋଛା କରି ଚଉରା ମୂଳେ କୋଠି ଲେଖିଥିଲେ। କୋଠି ଲେଖାରେ ଏତେ ବ୍ୟସ୍ତ ରହିଲେ ଯେ ସେମାନେ ଖାଇବା ପିଇବାକୁ ମଧ୍ୟ ସବୁ ଭୁଲି ଯାଇଥିଲେ। ଯେତେ ଡାକିଲେ ମଧ୍ୟ ସେମାନଙ୍କ କାନକୁ କିଛି ଶୁଭୁ ନଥାଏ। ଶେଷରେ ବଉଳକୁ ସତୀର ବୋଉ ଡାକି ନେଲେ ଖାଇବାକୁ। ଏହି ସମୟରେ ଟିକିଏ ଅଭିମାନ ସତୀର ବଢ଼ିଯାଇଛି। ମନେ ମନେ ରାଗ କରିଛି ସେ ତା ବୋଉ ଉପରେ। ଏହି ଅଭିମାନରୁ ତାର ମନେ ପଡ଼ିଛି ନାଥନନାର ଅଭିମାନ କଥା। ନାଥନନା ଅଭିମାନ କରିବା ଦିନଠାରୁ ତାଙ୍କ ଦ୍ୱାର ମାଡ଼ି ନାହାନ୍ତି। ସତୀ ନାଥନନାଙ୍କ ବିଷୟରେ ପ୍ରଥମେ ଆଗ ପଚାରି ଶେଷରେ ନିଶିକୁ ପଚାରିଛି। ନିଶିର ମୁହଁରୁ ନାଥନନାଙ୍କୁ ଘରକୁ ଆସିବାର କଥା ଶୁଣି ସେ ଖୁସିରେ କୁରୁଳି ଉଠିଛି। ନାଥନନା କେତେବେଳେ ୟା ଭିତରେ ଆସିଯାଇଛନ୍ତି ତାର ନଜର ନାହିଁ। ବୋଉର ତାଗିଦରେ ସେ ନାଥନନାଙ୍କ ପାଇଁ
ପାନ ଭାଙ୍ଗି ଆଣିଛି। ତା ମୁହଁରେ ଆଜି ଆଉ ସେ ଦିନର ଲାଜ ସରମ ନାହିଁ। ସେ ତାଙ୍କ ହାତକୁ ଥରିଲା ଥରିଲା ହାତରେ ପାନ ବଢ଼ାଇ ଦେଇଛି। ସେହି ସମୟରେ ନାଥ ନନା ସେ ହାତର ସଦ୍ ବ୍ୟବହାର କରିଛନ୍ତି। ସେ ଏହି ସୁଯୋଗକୁ କାହିଁ କେତେ ଦିନରୁ ଅପେକ୍ଷା କରିଥିଲେ ଯେମିତି। ନାଥ ନନା ତା ହାତରୁ ପାନ ନେଲା ବେଳେ ତାର ହାତକୁ ଜୋରରେ ଟିକେ ଚିପି ଦେଲେ। ସତୀ ସେତେବେଳେ ଲାଜାଇ ଗଲା। ନାଥ ନନା ଯେ କେବଳ ତାରି ପାଇଁ ତାଙ୍କ ଘରକୁ ଆସନ୍ତି ଏକଥା ଶୁଣିଲା ପରେ ସତେ ଯେପରି ସ୍ୱର୍ଗ ରାଜ୍ୟରେ ନନ୍ଦନକାନନରେ ଘୂରି ବୁଲିଲା ପରି ତାକୁ ମନେ ହେଲା। କିଛିଦିନ ପରେ ସତୀର ଶାଶୁଘରକୁ ଯିବା ଦିନ ଆସିଗଲା। ସ୍ୱାମୀର ଅଙ୍ଗ ସଙ୍ଗ ଲାଭ କରିବାକୁ ବ୍ୟାକୁଳ ହୋଇ ଉଠୁଥିବା ତରୁଣୀର ମନ ଚାହିଁ ରହିଥାଏ ଏହି ଦିନକୁ। ମାତ୍ର ସତୀ ତା ମନରେ ଆଜି ବିଷାଦର ଛାୟା। ଦୁଃଖର କଳା ବାଦଲ ଭିତରେ ସେ ଡୁବି ଯାଇଛି। କୂଳ କିନାରା କିଛି ବି ପାଉନି ସେ। ଆଜି ତାକୁ ଗାଁ ଛାଡ଼ିବାକୁ ପଡ଼ିବ। ସାଙ୍ଗସାଥୀ, ଚିହ୍ନା ଜଣା ପରିବେଶ, ଗଛଲତା ସବୁକିଛି ତା ପାଇଁ ପର ହୋଇଯିବେ। ବିଶେଷ କରି ନାଥ ନନାଙ୍କ ବିଚ୍ଛେଦ କିପରି ସହିବ ସେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଥିଲା। ତାଙ୍କର ହସ ହସ ମୁହଁ ଯଦି ମନ ଲୋଭୀ ଦେହ ମତି ଭୁଲା କଥା ସବୁ କିଛି ମନେ ପଡ଼ି ତାକୁ କ୍ଷତ ବିକ୍ଷତ କରିଦେଉଥିଲା। ତାପରେ ତାର ସବାରି ଶାଶୁଘରର ଦୁଆର ମୁହଁରେ ଲାଗି ଯାଇଥିବାରୁ ତାର ହୃଦ୍ ସ୍ପନ୍ଦନ ବଢ଼ି ଯାଇଥିଲା ଓ ତା ଛାତି ଧଡ଼ ଧଡ଼ ହେଲା। ଏମିତି ଅନେକ ଯନ୍ତ୍ରଣାଦାୟକ ସମୟ ସେ ଅତିବାହିତ କରିଛି। ସେତେବେଳେ ତା ପାଖରେ ତା ନାଥ ନନା ଥାଆନ୍ତି। କିନ୍ତୁ ଆଜି ତା ନାଥ ନନା ତା ପାଖରେ ନାହାନ୍ତି। ସେ ତା ଶାଶୁଘରକୁ ଆସିଯାଇଛି। ବେଦୀରେ ସ୍ୱାମୀଙ୍କ ପାଖରେ ଲଗାଲଗି ହୋଇ ସତୀ ବସିଥାଏ। ଏତେ ଦୁଃଖରେ ମଧ୍ୟ ତା ମନ ତାର ଉଚ୍ଚାଟ ହେଉଥାଏ ସ୍ୱାମୀଙ୍କ ମୁହଁ ଟିକେ ଦେଖିବାକୁ। ଓଢ଼ଣା ଫାଙ୍କରେ କଣେ କଣେ ଚାହିଁଲା। ଅନେକ ଆଶା ଆଉ କଳ୍ପନାର ତାଜମହଲ ଗଢ଼ୁଥାଏ ସତୀ। ଯେତେ ଯାହା ହେଲେ ବି ସେ ତାର ସ୍ୱାମୀ। ତରୁଣ ବୟସର ତାରୁଣ୍ୟରେ ଲାବଣ୍ୟର ମୂଳ ଖୋଜୁଥାଏ ଓଢ଼ଣା ଫାଙ୍କରେ। ମନ ତାର ସେହି ସମୟରେ ରଟ୍ କିନା ଦବିଗଲା। ଯେତେବେଳେ ସେ ତାର ସ୍ୱାମୀର ଚେହେରାଟିକୁ ଦେଖିପାରିଛି। ସେ ଦେଖିଛି ଯେ ତା ଚେହେରା ପୋଡ଼ା କାଠ ପରି ଚେହେରା ସାଙ୍ଗକୁ ମୁହଁରେ ବସନ୍ତ ଚିହ୍ନ ରହିଛି। ସେହି ସମୟରେ ସତୀ ସ୍ୱର୍ଗ ରାଜ୍ୟରୁ ଖସି ପଡ଼ିଲା ପରି ତାକୁ ମନେ ହେଉଛି। ତା ସ୍ୱାମୀର ମୁହଁଟିଏ ସେ ଦେଖି ସାରିବା ପରେ ସେ ଏପରି ସ୍ୱାମୀ ସେ କ'ଣ କାମନା କରିଥିଲା ବୋଲି ତା ମନରେ ପ୍ରଶ୍ନ ବାହାରି କରୁଛି। ତାପରେ ତାଙ୍କରି ସାଥିରେ ତାକୁ ସାରା ଜୀବନ ଚଳିବାକୁ ହେବ ଏବଂ ସଂସାର କରିବାକୁ ହେବ ବୋଲି ସେ ଭାବିଛି। ଆଉ ତାକୁ ସେ ଦଶ ଦିଗ ଅନ୍ଧାର ଦିଶିଲା ପରି ମନେ ହେଉଛି। ତାପରେ ତାର ମନେ ପଡ଼ିଲା ନାଥ ନନାଙ୍କ କଥା। ତାପରେ ସେ ନାଥ ନନା ଆଉ ତା ସ୍ୱାମୀଙ୍କ ମୁହଁକୁ ତୁଳନା କରିବାକୁ ବସିଲା। ସେ ଦୁହିଁଙ୍କ ମଧ୍ୟରେ ଏତେ ଫରକ ଯେ ସେ ତୁଳନା କରିବାକୁ ମଧ୍ୟ ତା ମନରେ ଲାଜ ମାଡ଼ିଲା।